ଅଚ୍ୟୁତାନନ୍ଦ ଦାସ। ତେଣୁ ପଞ୍ଚଶଖା ଯୁଗରେ ବଳରାମ ଓ ଜଗନ୍ନାଥଙ୍କ ଭଳି ଅଚ୍ୟୁତାନନ୍ଦ ଦାସ ଜଣେ ଶ୍ରେଷ୍ଠ ସାଧକ ଓ କବି ରୂପରେ ପରିଚିତ ଲାଭ କରିଥିଲେ। ସେ କୃଷ୍ଣ ଚରିତ ସମ୍ବଳିତ ସାତଖଣ୍ଡିଆ ହରିବଂଶ ସମେତ ଜ୍ଞାନମିଶ୍ର ଭକ୍ତି ଧର୍ମ ସମ୍ବଳିତ ବହୁ ତତ୍ତ୍ୱ ଗ୍ରନ୍ଥ ରଚନା କରିଥିଲେ। ସେଥିରେ ଉତ୍କଳୀୟ ବୈଷ୍ଣବ ଧର୍ମର ସାଧକ ଓ ପ୍ରଚାରକ ବହୁ ପ୍ରାଚୀନ କାଳରୁ ପ୍ରଚଳିତ ତନ୍ତ୍ର ଏବଂ ପ୍ରଥାକୁ ସେ ତାଙ୍କର ତତ୍ତ୍ୱଗ୍ରନ୍ଥ ଗୁଡ଼ିକରେ ଅତ୍ୟନ୍ତ ଚମତ୍କାର ଭାବରେ ବର୍ଣ୍ଣନା କରିଛନ୍ତି। ସେସବୁର ଆଲୋଚନା କରୁ କରୁ କବି ଅଚ୍ୟୁତାନନ୍ଦଙ୍କର ପରିଚୟ ଏବଂ ରଚନାବଳୀ ସମ୍ପର୍କରେ ଆଲୋକପାତ କରାଯାଇପାରିବ। ତେଣୁ ୟାଙ୍କର ସମୟସୀମା କେବେ? ତେଣୁ ପଞ୍ଚଶଖା ମଧ୍ୟରେ ଅଚ୍ୟୁତଙ୍କୁ ଜଗନ୍ନାଥ ଦାସଙ୍କ ପରେ ଗ୍ରହଣ କରାଯାଏ। ଏହାଙ୍କର ଜନ୍ମ ସମୟ ଇତିହାସ କାରଗଣ ଭିନ୍ନ ଭିନ୍ନ ଭାବରେ ଦର୍ଶାଇଛନ୍ତି। କିନ୍ତୁ ପଞ୍ଚଶଖା ଜନ୍ମ ବିବରଣୀ ଓ ସମୟ ସୀମା ଜାଣିବା ପାଇଁ ଅଚ୍ୟୁତାନନ୍ଦ ଦାସଙ୍କର ଉଦୟ କାହାଣୀ ଉପରେ ନିର୍ଭର କରିବାକୁ ହୋଇଥାଏ। ଓକେ, ତାହେଲେ ଉଦୟ କାହାଣୀ ଗ୍ରନ୍ଥରେ କୁହାଯାଇଛି, ପଚାରିଲୁ ରାମ ନବମ ଅଙ୍କ ଅତି ହିଁ ଗୁପତ ବଡ଼ ବିବେକ, ଡାହାଣ ଅଙ୍କକୁ ଗୁଣିବୁ ଯେବେ ବାମ ଅଙ୍କ ଗୋଟି ମିଶାଅ ତେବେ, ଏମନ୍ତ ସାଲ ହୋଇବ ନିକର, ଶୁଣ ରାମଚନ୍ଦ୍ର ଏଥି ଭିତର, ଶତଭୂତ ମଣି ଅରିମିତ୍ରରେ ତରି ମନ ଘେନି ଓଡ଼ ରାଷ୍ଟ୍ରରେ, ଏହି ଅଙ୍କେ ମୁହିଁ ଜନମ ହେଲି, ଅଚ୍ୟୁତ ପ୍ରାମର ନାମ ପାଇଲି। ତାହେଲେ ଏହି ଉଦ୍ଧୃତିରୁ ହିସାବରୁ ଗଣାଯାଏ କି ପଣ୍ଡିତ ସୂର୍ଯ୍ୟନାରାୟଣ ଦାସ କବିଙ୍କର ଜନ୍ମ ସମୟକୁ 1485 ବୋଲି ମତ ଦେଇଛନ୍ତି। ତେଣୁ ତେଲେଙ୍ଗା ମୁକୁନ୍ଦ ଦେବଙ୍କର ନାମ ସେ ବହୁ ଗ୍ରନ୍ଥରେ ଦର୍ଶାଇଛନ୍ତି। ତେଣୁ ତାଙ୍କର ଜନ୍ମ ସମୟ 1490 ସାଲ ପୂର୍ବରୁ ହୋଇଥିବ ବୋଲି ଅନୁମାନ କରାଯାଇଛି। ତେଣୁ କବି ରଚନାର ଉଦ୍ଧୃତି କ୍ରମେ କବିଙ୍କର ଜନ୍ମ ସମୟ 1490 ପୂର୍ବବର୍ତ୍ତୀ କିମ୍ବା ପଣ୍ଡିତ ସୂର୍ଯ୍ୟନାରାୟଣ ଦାସଙ୍କ ହିସାବ ଅନୁଯାୟୀ ଏହା 1485 ସାଲ ବୋଲି ଅନୁମାନ କରାଯାଇପାରେ। କିନ୍ତୁ ଜଗବନ୍ଧୁ ସିଂହ ଅଚ୍ୟୁତାନନ୍ଦଙ୍କର ଜନ୍ମ ସମୟକୁ 1498 ବୋଲି ଅର୍ଥାତ୍ 1490 ସାଲର ପରବର୍ତ୍ତୀ ବୋଲି ମତ ଦେଇଛନ୍ତି। ତେଣୁ ଇତିହାସକାର ତାରିଣୀ ଚରଣ ରଥ ନିର୍ଦ୍ଦିଷ୍ଟ ସମୟସୀମା ପ୍ରଦାନ ନକରି ପ୍ରତାପରୁଦ୍ର ଦେବଙ୍କର ସମୟରେ କବି ଜୀବିତ ଥିଲେ ବୋଲି କେବଳ ସୂଚନା ଦେଇଛନ୍ତି। ଏବଂ ଡକ୍ଟର ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ ମଧ୍ୟ କହିଛନ୍ତି କି କବିଙ୍କର ଜନ୍ମ ସମୟ 1490 ଖ୍ରୀଷ୍ଟାବ୍ଦର ପରବର୍ତ୍ତୀ ବୋଲି ମନେ କରାଯାଇଛି। ତେଣୁ ସମୟସୀମା ପାଇଁ ଏଭଳି ହିସାବ କରିବା ଅପେକ୍ଷା ଉଦୟ କାହାଣୀ ବର୍ଣ୍ଣିତ ହିସାବକୁ ଗ୍ରହଣ କରିନେଲେ ବୋଧ ହୁଏ ଠିକ୍ ହେବ। ତେଣୁ ମୋଟାମୋଟି ଭାବରେ କବି 1490 ସାଲ କିଞ୍ଚିତ ପୂର୍ବରୁ ସେ ଜନ୍ମଲାଭ କରିଥିଲେ ଏହା ଅନୁମାନ କରିହୁଏ। ତେବେ ଏହି କବିଙ୍କର ଜନ୍ମ ସମୟ ନିର୍ଦ୍ଦିଷ୍ଟ ନ ହେଲେ ବି ଜନ୍ମସ୍ଥାନର ବିବରଣୀ ପୂର୍ଣ୍ଣ ମାତ୍ରାରେ ପ୍ରଦାନ କରିଛନ୍ତି। ଏହା ନିମ୍ନ ଆମେ ଦେଖିବା ପାଇପାରିବା। ଓକେ, ତେଣୁ ଅଚ୍ୟୁତାନନ୍ଦଙ୍କ ଜନ୍ମସ୍ଥାନ ଇତିହାସ ବ୍ୟତୀତ କବିଙ୍କର ରଚନାବଳୀରୁ ତାଙ୍କର ଜନ୍ମସ୍ଥାନ ସମ୍ପର୍କରେ ପୂର୍ଣ୍ଣ ରୂପରେ ଜାଣିହୁଏ। ନେମାଳ ନିକଟବର୍ତ୍ତୀ ତିଳକଣା ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ ବୋଲି ତାଙ୍କର ରଚିତ ଗୁରୁଭକ୍ତି ଗୀତା, ଶୂନ୍ୟ ସଂହିତା, ଗରୁଡ଼ ଗୀତା, 46 ପଟଳ ଆଦି ଗ୍ରନ୍ଥରେ ବର୍ଣ୍ଣନା କରିବା ସହିତ ଯଶୋବନ୍ତ ମାଳିକା ଓ ବର୍ଣ୍ଣଟିକା ଗ୍ରନ୍ଥରେ ଅଚ୍ୟୁତାନନ୍ଦ ଦାସ ସେ ଲେଖିଛନ୍ତି, ନେମାଳ ବୋଲି ଯେଉଁ ବଟ ସେଠାରେ ପଡ଼ିବ ଚହଟ, ସାଧୁଙ୍କ ଭେଟ ହେବ ତହିଁ, କଳି ଭାରତ ଭବେ ତହିଁ, ନୀଳ ଧବଳ ଦୁଇ ରୂପ ସେଠାରେ ଦେଖିବ ସ୍ୱରୂପ, ସେଠାରେ ଭାଗବତ ହେବ, ଗୁପତେ ରାହସ ଲାଗିବ ଯଜ୍ଞ ହୋଇବ ସେଇଠାବେ, ସ୍ୱର୍ଗରୁ ଦେବତା ଆସିବେ ଖଣ୍ଡାଦେ ତଳୁ ଜାତ ହେବ, ଅଶ୍ୱଜେ ଇନ୍ଦ୍ର ଦେଇ ଯିବ ମହିମା ଉଦିତ ହୋଇବ, ଅଚ୍ୟୁତ ନାମ ବିକଶିବ। ତେଣୁ ଉଦୟ କାହାଣୀରେ ତାଙ୍କର ଜନ୍ମସ୍ଥାନ ନେମ୍ବାଳ ବୋଲି କବି ସ୍ୱୀକାର କରିଛନ୍ତି। ନେମାଳ ନିକଟବର୍ତ୍ତୀ ତିଳକଣା ଗ୍ରାମ ତାଙ୍କର ଜନ୍ମସ୍ଥାନ ବୋଲି କବି ଏହି ଗ୍ରନ୍ଥ ଗୁଡ଼ିକରେ ସହିତ ଅନ୍ୟାନ୍ୟ ବହୁ ଗ୍ରନ୍ଥରେ ଦର୍ଶାଇଥିଲେ। ହରିବଂଶ ରଚନା ବେଳକୁ ରଣପୁର ନିକଟବର୍ତ୍ତୀ ମଝିଆ ଖଣ୍ଡରେ ଘର କରି ରହିଥିବା କଥା କବି ସ୍ୱୀକାର କରିଛନ୍ତି। ତେଣୁ ରଣପୁରରେ ରହିଥିବା ପ୍ରସଙ୍ଗକୁ ଇତିହାସକାର ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ ଭିନ୍ନ ରୂପରେ ଦର୍ଶାଇଛନ୍ତି। ତେଣୁ ସେ କୁହନ୍ତି କି କଥିତ ଅଛି ଯେ ଥରେ ପଞ୍ଚସଖାର ଅନ୍ୟତମ ସଖା ଯଶୋବନ୍ତଙ୍କୁ ସାକ୍ଷାତ କରିବା ପାଇଁ ଅଢଙ୍ଗ ଜିଲ୍ଲାର ନନ୍ଦୀଗ୍ରାମକୁ ଯାଇଥିଲେ ଅଚ୍ୟୁତାନନ୍ଦ ଦାସ। ସେଠାରେ ସେ 7 ଦିନ ବ୍ୟାପୀ ରାସଲୀଳା ଅଭିନୟ କରିଥିଲେ। ସେଠାରୁ ପ୍ରତ୍ୟାବର୍ତ୍ତନ ପରେ ଯଶୋବନ୍ତ ଶାଳକ ରଘୁରାମଙ୍କର କନ୍ୟା ଚମ୍ପାବତୀକୁ ସାଙ୍ଗରେ ଘେନି ଗୃହସ୍ଥ ଜୀବନଯାପନ କରିବାକୁ ବାଧ୍ୟ ହୋଇଥିଲେ। ମାତ୍ର ସେ ପୂର୍ବରୁ ସନ୍ନ୍ୟାସୀ ଦୀକ୍ଷା ନେଇ ସଂସାର ତ୍ୟାଗ କରିଥିବାରୁ ସଂସାର କୃତ୍ୟ ଚଳାଇବା ପାଇଁ ତାଙ୍କର କୌଣସି ସାଧନ ନଥିଲା। ତେଣୁ ଏଥିଲାଗି ସେ ପରିସ୍ଥିତି ତାଡ଼ନାରେ
ଅଗତ୍ୟା ବାଧ୍ୟ ହୋଇ ରଣପୁର ରାଜ୍ୟକୁ ଚାଲି ଯାଇଥିଲେ। ରଣପୁରର ଧର୍ମ ପରାୟଣ ସାମନ୍ତ ପଦ୍ମନାଭ ନରେନ୍ଦ୍ରଙ୍କ ଆଶ୍ରୟରେ ହେଲା ମାଟିଖଣ୍ଡ ଗ୍ରାମରେ ଶାସ୍ତ୍ରୀକ ବସବାସ କାଳରେ 7 ଖଣ୍ଡିଆ ହରିବଂଶ ରଚନା ସେ କରିଥିଲେ। ମାତ୍ର ପରେ ସେ ରଣପୁର ଫେରିଆସି ନେମ୍ବାଳ କ୍ରମେ ତାଙ୍କର ସାଧନା ପୀଠ ଗଢ଼ିଥିଲେ ଏବଂ ଏଇଠାରେ ତାଙ୍କର ଶେଷ ଜୀବନ ଅତିବାହିତ ହୋଇଥିଲା। ଠିକ ଅଛି, ଯୋଉଟା ଆମେ ତାଙ୍କ ଦେଖିବା ପାଇବା ତାଙ୍କର ପରିବାର ଏବଂ ଶିକ୍ଷା ଦୀକ୍ଷା। ତେଣୁ କବିଙ୍କର ପିତା ନାମ ଓ ମାତାଙ୍କର ନାମ ସମ୍ପର୍କରେ ଇତିହାସକାର ଯେଉଁପରି ମତ ପୋଷଣ କରିଛନ୍ତି ତାହା ଏଠାରେ ଆମେ ଦେଖିବା। ତେଣୁ ଡକ୍ଟର ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ ଏ ସମ୍ପର୍କରେ କୁହନ୍ତି କି ଅଚ୍ୟୁତାନନ୍ଦ ଦାସଙ୍କର ପିତାଙ୍କ ନାମ ହେଉଛନ୍ତି ଦୀନବନ୍ଧୁ ଖୁଣ୍ଟିଆ ଓ ମାତାଙ୍କ ନାମ ହେଉଛନ୍ତି ପଦ୍ମାବତୀ ଥିଲା। ଉଭୟ ଧର୍ମ ପରାୟଣ ଥିଲେ। ତେଣୁ ଜଗନ୍ନାଥଙ୍କର ଅସୀମ କୃପାରୁ ଅଚ୍ୟୁତାନନ୍ଦଙ୍କୁ ପୁତ୍ର ଲାଭ କରିଥିବା ଜଣାଯାଏ। ତେଣୁ ତତ୍ପୂର୍ବରୁ କବିଙ୍କର ଜନ୍ମସ୍ଥାନ ତିଳକଣା, ପିତାଙ୍କ ନାମ ଦୀନବନ୍ଧୁ ଖୁଣ୍ଟିଆ ଓ ମାତାଙ୍କ ନାମ ପଦ୍ମାବତୀ ବୋଲି ଇତିହାସକାରମାନେ ବା ତାରିଣୀ ଚରଣ ରଥ ମତ ପ୍ରଦାନ କରିଛନ୍ତି। ତେଣୁ ଉଦୟ କାହାଣୀ ଗ୍ରନ୍ଥରେ ଅଚ୍ୟୁତାନନ୍ଦ ଲେଖିଛନ୍ତି, ମୋର ମାତା ଅଟେ ନୃପ କୁମାରୀ, ପଦ୍ମାବତୀ ନାମ ଅଟେ ତାହାରି, ପିତାମୋହର ଦୀନବନ୍ଧୁ ନାମେ, ଆହେ କୂଳରେ ତାହାଙ୍କ ଜନ୍ମ। ଦିନ ଅଚ୍ୟୁତ ମୁଁ ତାଙ୍କ ସନ୍ତତି, ଶୂଦ୍ର ବର୍ଣ୍ଣେ ମୋର ବଳଇ ମତି। ତେଣୁ କବିଙ୍କର ପିତାମାତା ପ୍ରସଙ୍ଗ ଗୁରୁ ଭକ୍ତି ଗୀତା ଓ ବର୍ଣ୍ଣଟିକା ପୁରାଣ, ଚୈତନ୍ୟ ଭାଗବତ, ଶୂନ୍ୟ ସଂହିତା ଇତ୍ୟାଦି ଗ୍ରନ୍ଥରେ ବର୍ଣ୍ଣିତ ଥିବାରେ ଦେଖାଯାଏ। କବି ତାଙ୍କର ବୃତ୍ତି ସମ୍ପର୍କରେ ବର୍ଣ୍ଣଟିକା ଗ୍ରନ୍ଥରେ ପୂର୍ଣ୍ଣ ରୂପରେ ଦର୍ଶାଇଛନ୍ତି। ତାଙ୍କର ପିତାମହ ଶ୍ରୀକ୍ଷେତ୍ରରେ ଛାମୁକରଣ ଥିବା କଥା ମଧ୍ୟ ସେ ଦର୍ଶାଇଛନ୍ତି। ତେଣୁ ସେ କହିଛନ୍ତି, ସେ ସ୍ଥାନେ ଦୀନବନ୍ଧୁ ପିତା ମୋର ବାସ କରୁଥିଲେ ଅତି ସାଦର, ଶୁଣିଲୁ କି ବାବୁ ଗ୍ରାମର କଥା, ଏବେ ମୁଁ କହିବି ବର୍ଣ୍ଣ ବ୍ୟବସ୍ଥା। ମୋର ପିତା ଯେ ଦୀନବନ୍ଧୁ ନାମ, ଅହକୂଳରେ ତାହାଙ୍କ ଜନମ। ନୃପତି ସାନୁଜ କୂଳ କର୍ମରେ, କ୍ଷେତ କାର୍ଯ୍ୟ ଛାଡ଼ି ମନ୍ତ୍ରିତ୍ୱ କହେ। ଲେଖନୀ କର୍ମ ସେ ଯେବେ କରନ୍ତି, କାରଣ ସେ ବର୍ଣ୍ଣ ବୋଲନ୍ତି। ଏଇଭଳି ଭାବରେ ଆମେ କହିପାରିବା ସେ ଅହକୂଳରେ ଜନ୍ମଗ୍ରହଣ କରିଥିଲେ। ଠିକ ଅଛି, ମାତା ଏଇଭଳି ଭାବରେ ରହିଛି। ତାଙ୍କର ରଚନାବଳୀ କ'ଣ ରହିଛି? କାହିଁକିନା କବି ଅଚ୍ୟୁତାନନ୍ଦ ଦାସ ବେଦ, ବେଦାନ୍ତ, ତନ୍ତ୍ର, ଯୋଗଦାଦି ନିପୁଣ ସେ ଥିଲେ। ଏଇ ତତ୍ତ୍ୱକୁ ପ୍ରଚାର କରିବା ପାଇଁ ଶ୍ରେଷ୍ଠ କୃତି ହରିବଂଶ ସହିତ ବିଭିନ୍ନ ତତ୍ତ୍ୱଗ୍ରନ୍ଥ ସେ ରଚନା କରିଥିଲେ। ତେଣୁ ବିଶେଷ କରି ଜ୍ଞାନମିଶ୍ରା ଭକ୍ତି ବା ଧର୍ମକୁ ପ୍ରଚାର କରିବା ପାଇଁ ସେ ଅନେକ ସଂହିତା, ଗୀତା, ବ୍ରହ୍ମା ବଂଶାନୁଚରିତ, ମାଳିକା, ପଦାବଳୀ ରଚନା କରିଛନ୍ତି ଅଚ୍ୟୁତାନନ୍ଦ ଦାସ। ତେଣୁ ସେ ତାଙ୍କ ରଚନାରେ ସେ ଲେଖିଛନ୍ତି, 36 ସଂହିତା, 78 ଗୀତା, ବଂଶାନୁ ସପ୍ତବିଂଶରେ, ଉପବଂଶାନୁ 12 ଖଣ୍ଡ ବେନି, ଭବିଷ୍ୟ 7 ଖଣ୍ଡରେ। ପଦାବଳୀ ଲକ୍ଷେକ, ଯେ ଗ୍ରନ୍ଥ ସବୁ ଶ୍ରୀକୃଷ୍ଣ ମହିମା, ତୋ ଆଗେ କହିଲୁ ବରଜି କୁମାର, ବ୍ରହ୍ମ ସାରସ୍ୱତ ସୀମା। ତେଣୁ ଏହିସବୁ ରଚନା ଗୁଡ଼ିକ ମଧ୍ୟରୁ ଏବେ ବି ବହୁ ଗ୍ରନ୍ଥ ଅପ୍ରକାଶିତ ରହିଛି। ତାଙ୍କର 36ଟି ସଂହିତା ଏବଂ 78ଟି ଗୀତା ରହିଛି, 27ଟି ବଂଶାନୁଚରିତ ରହିଛି, 12ଟି ଉପବଂଶାନୁଚରିତ ରହିଛି, 101ଟି ମାଳିକା ରହିଛି, କେତେକ କୋଇଲି, ବହୁ ଚୌତିସା, ଟୀକା, ବିଳାସ, ଭଜନ ପ୍ରଭୃତି କବି ଅଚ୍ୟୁତାନନ୍ଦ ଦାସଙ୍କ ରଚନା ବୋଲି ଜଣାଯାଏ। ତେଣୁ କବିଙ୍କର ଶୂନ୍ୟ ସଂହିତା, ଗୁରୁଭକ୍ତି ଗୀତା, ଗୋପାଳଙ୍କର ଓଗାଳ, 7 ଖଣ୍ଡିଆ ହରିବଂଶ ରଚନାମାନଙ୍କ ମଧ୍ୟରେ ଶ୍ରେଷ୍ଠ ରଚନା ରୂପରେ ପରିଚିତ ଅଟେ। ତେଣୁ ଲାଭ କରି ଯାହା ଜଣାଯାଏ। ତେଣୁ ଆତ୍ତବଲ ମହାନ୍ତି ବ୍ରହ୍ମସାଙ୍କୁଳି ମୁଖବନ୍ଧରେ କବିଙ୍କ ରଚନାବଳୀ ସମ୍ପର୍କରେ ଦର୍ଶାଇଛନ୍ତି ଯେ, ଅଣାକାର ସଂହିତା ଅନୁସାରେ 36 ଖଣ୍ଡ ଗୀତା ରହିଛି ତାଙ୍କର, 78 ଖଣ୍ଡ ଗୀତା ରହିଛି ଏବଂ ବଂଶାନୁଚରିତ ହରିବଂଶାଦି 28 ଖଣ୍ଡ, ଉପବଂଶଚରିତ 12 ଖଣ୍ଡ ଏବଂ ଭବିଷ୍ୟତ 100 ଖଣ୍ଡ ଓ ପଦାବଳୀ ସହିତ ସର୍ବମୋଟରେ 1 ଲକ୍ଷ ଗ୍ରନ୍ଥ ସେ ରଚନା କରିଛନ୍ତି ଅଚ୍ୟୁତାନନ୍ଦ ଦାସ। ଏହା ଛଡ଼ା ଶ୍ରୀଯୁକ୍ତ ଆତ୍ତବଲ ମହାନ୍ତି ମତ ଦିଅନ୍ତି ଯେ ହରିବଂଶ ସହିତ କବିଙ୍କର ଛାୟୋଦ୍ୟୋତି, ଅନାହତ ଓ ଅକଳିତ, ଅବାତ, ବ୍ରହ୍ମବଟ ଓ ପଞ୍ଚତନ୍ତ୍ର ମନ୍ତ୍ର ସଂହିତା, ଅନନ୍ତ ଗୋଇ, ତତ୍ତ୍ୱବୋଧିନୀ, ବ୍ରହ୍ମସାଙ୍କୁଳି, ଗରୁଡ଼ ସଂହିତା, ଅନନ୍ତ ଚାରିଖ୍ୟାନୀ ଓ ଅନେକ ଆଗତ ଭବିଷ୍ୟତ ମାଳିକା, ଶୂନ୍ୟ ସଂହିତା ଇତ୍ୟାଦି ସେ ରଚନା କରିଛନ୍ତି। ତେଣୁ ଓଡ଼ିଶା ପରିଚୟ ଗ୍ରନ୍ଥରେ ଇତିହାସକାର ବଳରାମ ମହାନ୍ତି କବିଙ୍କର କେତେଗୁଡ଼ିଏ ରଚନାକୁ କହିଛନ୍ତି ଯେ, ଏ ଯୁଗର ଗୀତା ସାହିତ୍ୟ ମଧ୍ୟରେ ଅଚ୍ୟୁତାନନ୍ଦଙ୍କର ଗୁରୁଭକ୍ତି ଗୀତା
ଅଣାକାର ସଂହିତା, ଓକେ, ଶୂନ୍ୟ ସଂହିତା, ଗରୁଡ଼ ଗୀତା ଇତ୍ୟାଦିକୁ ଦେଖିବାକୁ ମିଳିଥାଏ। ତେଣୁ ପଣ୍ଡିତ ବିନାୟକ ମିଶ୍ର କବିଙ୍କ ରଚନା ସମ୍ପର୍କରେ ମତ ଦେଇଛନ୍ତି ଯେ ସେ କୁହନ୍ତି କବି ହରିବଂଶ, ଗୋପାଳଙ୍କର ଓଗାଳ ଲଉଡ଼ି ଖେଳ, ସପ୍ତା ଭାଗବତ, ଅନନ୍ତ ପୋଇ, ଜ୍ଞାନୋଦୟ କୋଇଲି, 36 ଖଣ୍ଡ ସଂହିତା, 78 ଖଣ୍ଡ ଗୀତା, ଅନେକ ଗୁଡ଼ିଏ ମାଳିକା ରଚନା କରିଛନ୍ତି। ଏହା ସହିତ ତାରିଣୀ ଚରଣ ରଥଙ୍କର ମତରେ କବିଙ୍କ ରଚନା ଗୁଡ଼ିକ ହେଉଛି 36 ଖଣ୍ଡ ସଂହିତା, 78 ଖଣ୍ଡ ଗୀତା, ହରିବଂଶ 100 ଖଣ୍ଡ ମାଳିକା, ଭବିଷ୍ୟତ ପୁରାଣ, ଜ୍ଞାନୋଦୟ କୋଇଲି, ସପ୍ତ ଭାଗବତ, ଏଗୁଡ଼ିକ ତାଙ୍କର ଅନେକ ଗୁଡ଼ିଏ ରହିଛି। ତେଣୁ ଆମେ ତାଙ୍କର ରଚନା ଗୁଡ଼ିକ ଆମେ ଦେଖିବା ପାଇବା। ତେଣୁ ଅଚ୍ୟୁତାନନ୍ଦ ଦାସଙ୍କର ରାଜ୍ୟ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଦ୍ୱାରା ଅନେକ ଗୁଡ଼ିଏ ରଚନା ପ୍ରକାଶିତ ହୋଇଛି। ଦେଖିବା କ'ଣ କ'ଣ ରଚନା ରହିଛି। ଯେମିତି ମନ୍ତ୍ର ବିଚାର, ଶୂନ୍ୟ ସଂହିତା, 3ରେ ଚଉପଦୀ ରାସ, ତାପରେ ଭକ୍ତି ଲୀଳାମୃତ, ଗଣଭୂତ ଟୀକା, ଅଣାକାର ବ୍ରହ୍ମତନ୍ତ୍ର, ମଣିବନ୍ଧ ଗୀତା, ଅନନ୍ତ ଗୋଇ, ଭାବନା ବର, ନିତ୍ୟ ରାହସ, ଶିଶୁବେଦ ବ୍ରହ୍ମଜ୍ଞାନ, ସର୍ବମଙ୍ଗଳା ଜଣାନ, ଗରୁଡ଼ ଗୀତା, ଜ୍ଞାନ ସଂହିତା, ଗରୁଡ଼ ସମ୍ବାଦ, ଗରୁଡ଼ ପୁରାଣ, ବ୍ରହ୍ମବିଦ୍ୟା ଭଜନ, ଆଗତ ଭବିଷ୍ୟତ, ତତ୍ତ୍ୱବୋଧିନୀ ଗୀତା, ବ୍ରହ୍ମ ସାଙ୍କୋଳି, ଅଣାକାର ସଂହିତା ଭଜନ, ଗୁରୁଭକ୍ତି ଗୀତା, ଅକଳିତ ସଂହିତା, ଆଗତ ସାର ଭଜନ, ପରମ ରାହସ, ଛାୟା ପରତେ ଗୀତା, ଗୁପ୍ତ ବହନ ଗୀତା, ଚମ୍ପାବତୀ ହରଣ, ଧ୍ରୁବ ଲୀଳା, ଧ୍ୱନି ସଂହିତା, ଛାୟା ସଂହିତା, ଜ୍ୟୋତି ସଂହିତା, ବିଜସାର ଗୀତା, ବର୍ଷାଣ, ଓଗାଳ ଓ ଗୋଲକ ପୁରାଣ, କର୍ମ ସଂହିତା, ଅଚ୍ୟୁତାନନ୍ଦଙ୍କର ଗୀତା, ଘାଟ ସାଧା, କୃଷ୍ଣ ଲୀଳାଙ୍ଗୀତ, ଶିଶୁବେଦ ସପ୍ତାଙ୍ଗ, ପରମ ଗୁପ୍ତ ଗୀତା, ବାରମାସୀ ଗୀତ, 24 ଉପଦେଶ, ରସାମ୍ବୁଜ ସିନ୍ଧୁ, ବ୍ରହ୍ମ ସଂହିତା, 10 ପଟଳ, ଏକାକ୍ଷର ସଂହିତା, ଅନାହତ ସଂହିତା, ସପ୍ତାଙ୍ଗ, ପରଚ ଚୂଡ଼ାମଣି, ବ୍ରହ୍ମ 64, ଅଚ୍ୟୁତ ମହିମା, ଓକେ, ତାପରେ ବଣ ଭୋଜି, କବଚ, ଚୌପଦୀ ଜଣାଣ, ଶବ୍ଦ ବ୍ରହ୍ମ ସଂହିତା, 84 ମନ୍ତ୍ର ତନ୍ତ୍ର, ଶୂନ୍ୟ ଗୀତା, ଏକାକ୍ଷର ଶବ୍ଦ ନିଘଣ୍ଟ, ମନ୍ତ୍ରରାଜ 34, କୋକ ଅଭିସାର, ମହାପୁରୁଷ ତିଳକ, ଓଙ୍କାର ବସଣ ଶବ୍ଦ, ହରିନାମ ଦୀପିକା, ଅଚ୍ୟୁତ ବାକ୍ୟ, ଠିକ୍ ଅଛି। ତାପରେ କୈବତ ଗୀତ, ତାଙ୍କର କୈବତ ଗୀତ ରହିଛି, ଚନ୍ଦ୍ରାବତୀ ହରଣ, ଜ୍ଞାନସାଗର ବୋଲି, ମାନସିକ ପୂଜା, ବୈଶାଖ ମାହାତ୍ମ୍ୟ, ବ୍ରହ୍ମ ନିରୂପଣ, ଭବିଷ୍ୟତ ଟୀକା, ଉପଦେଶ ଚକ୍ର ଟୀକା, ଭାଗବତ ଲହରୀ, 7 ଖଣ୍ଡିଆ ହରିବଂଶ ରହିଛି ତାଙ୍କର। ତା ସହିତ ଗୁପ୍ତ ଗହଣ ଗୀତା ଲେଖିଛନ୍ତି। ତେଣୁ ଏହି ରଚନା ଗୁଡ଼ିକ ବ୍ୟତୀତ କବି ଅଚ୍ୟୁତାନନ୍ଦ ଦାସ ବହୁ ରଚନା ଏଯାବତ ଲୋକଲୋଚନକୁ ଆସିପାରି ନାହିଁ। ଏପରିକି ବହୁ ଅଚ୍ୟୁତ ନାମଧାରୀ ବ୍ୟକ୍ତି ମଧ୍ୟ ଏହି ରଚନା ଲେଖିଥାଇପାରିବେ ବୋଲି ଆମେ କହିପାରିବା। ତେଣୁ ସୁତରାଂ ଏସବୁ ବିଷୟ ଆଲୋଚକ କବି ବହୁ ସମୟ ସାପେକ୍ଷ ଅଟେ। ତେଣୁ ଏଇଟା ହେଉଛି ଅଚ୍ୟୁତାନନ୍ଦ ଦାସଙ୍କ ବିଷୟରେ ରଚନା ଗୁଡ଼ିକ। ଏହି ରଚନା ଗୁଡ଼ିକ ଭଲ ଭାବରେ ମନେ ରଖିବା, କାରଣ ତୁମର ଏକ୍ଜାମ ଗୁଡ଼ିକରେ ଏହି ରଚନା ଗୁଡ଼ିକ ନାଁ ଗୁଡ଼ିକ ପକାଇ ଦେଇପାରେ ଅପସନରେ। ସେଥିପାଇଁ ଏଇଗୁଡ଼ିକ ରଚନା ଗୁଡ଼ିକ ଅଚ୍ୟୁତାନନ୍ଦ ଦାସଙ୍କର ଭଲସେ ପଡ଼ିବ। ତାହେଲେ ଆମେ ନେକ୍ସଟ କ୍ଲାସ୍ରେ ଯଶୋବନ୍ତ ଦାସ ଆଉ ଶିଶୁ ଅନନ୍ତ ଦାସଙ୍କ ବିଷୟରେ, ପଞ୍ଚଶଖାର ଆଉ 2 ଜଣ କବି ଯଶୋବନ୍ତ ଦାସ ଏବଂ ଶିଶୁ ଅନନ୍ତ ଦାସଙ୍କ ବିଷୟରେ, ତାଙ୍କ ରଚନା ଗୁଡ଼ିକ କ'ଣ ସେ ରଚନା କରିଛନ୍ତି ତାଙ୍କ ବିଷୟରେ ଆଲୋଚନା କରିବା। ଓକେ, ଆଜିର କ୍ଲାସ୍ ସେଥିରେ ଆମେ ସମାପ୍ତ କରୁଛନ୍ତି। ନେକ୍ସଟ କ୍ଲାସ୍ରେ ଆମେ ଏଇଠୁ ଆଲୋଚନା କରିବା ଯଶୋବନ୍ତ ଦାସ ଏବଂ ଶିଶୁ ଅନନ୍ତ ଦାସଙ୍କ ପାଖର। ଠିକ୍ ଅଛି, ଧନ୍ୟବାଦ ସମସ୍ତଙ୍କୁ। ଓକେ, କଲେଜ ଯିବ ସବୁ।